ବନ୍ଦଇଛି ଜଗନ୍ନାଥ କମଳା ଦେବୀପତି ସର୍ବଦେବୀ ନିସ୍ତାରଣ ପ୍ରଭୁ ପରମ ମୂର୍ତ୍ତି ଜଗତ ଜନର ହୃଦେ ସର୍ବଦା ଯାର ବାସ ଭକତ ବତ୍ସଳ ପ୍ରଭୁ ପରମ ପୁରୁଷ। ଓଡ଼ିଶାର ରାଜନୈତିକ ଇତିହାସ ଦୃଷ୍ଟିରୁ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହି ସମୟରେ ଜନ୍ମଗ୍ରହଣ କରିଥିଲେ ମହାନ ବ୍ୟକ୍ତିତ୍ୱ ସମ୍ପନ୍ନ କବି, ମହାକବି ଓ ଆଦିକବି ସାରଳା ଦାସ। ତାଙ୍କ ଆବିର୍ଭାବର 50 ବର୍ଷ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ ଦାଣ୍ଡି ରାମାୟଣର ରଚୟିତା ଭକ୍ତ କବି ବଳରାମ ଦାସ। ତାଙ୍କ ରଚନାଟିରେ ଓଡ଼ିଆ ଲୋକ ସଂସ୍କୃତିର ଚରମ ନିଦର୍ଶନ ଦେଖିବାକୁ ମିଳେ। ସଂସ୍କୃତିର ବ୍ୟକ୍ତିଗତ ଅର୍ଥ ହେଉଛି ସଂକୃତି, ଯେଉଁ କୃତି ମାନବ ସମାଜର ସମ୍ୟକ୍ ଅଭିବୃଦ୍ଧି ସାଧନ ମାଧ୍ୟମରେ ମାନବକୁ ଆଧ୍ୟାତ୍ମିକ, ସାମାଜିକ, ରାଜନୈତିକ ପ୍ରଭୃତି କ୍ଷେତ୍ରରେ ପ୍ରତିଷ୍ଠିତ କରାଇଥାଏ, ତାହା ହିଁ ସଂସ୍କୃତି। Not only art is the backbone of the culture, but also it is the real social mirror of the human civilization. ସମଗ୍ର ମାନବ ଜୀବନର ନିବିଡ଼ତମ ସ୍ୱପ୍ନ, ସମ୍ଭାବନା, ଆବେଗ ଓ ଆକୁଳତାର ସତ୍ୟ ପ୍ରକାଶ ହେଉଛି ସଂସ୍କୃତି। କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ, ସଙ୍ଗୀତ ଓ ସାହିତ୍ୟର ଆଧାରରେ ଏହା ବିବିଧ ଚେତନାକୁ କଳାତ୍ମକ ରୂପେ ଅନୁବନ୍ଧିତ ରହିଥାଏ। ସଂସ୍କୃତି ହେଉଛି ମାନବ ଜାତିର ଜୀବନୀ ଶକ୍ତି। ସଂସ୍କୃତିକୁ ଆଧାର କରି ଜାତି ଉନ୍ନତ ତଥା ସମୃଦ୍ଧ ହୋଇଥାଏ। ମନୁଷ୍ୟ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଷୋଡ଼ଶ ସଂସ୍କାର ମାଧ୍ୟମରେ ତାର ଖାଦ୍ୟପେୟ, ବେଶଭୂଷା, ବିବାହ ଓ ମୃତାଦି ଚଳଣୀର କ୍ରିୟା ଯାହାକି ଆଚାର ସଙ୍ଗତ ହୁଏ, ତାହା ହିଁ ମାନବ ସମାଜରେ ଉନ୍ନତ ରୁଚିବୋଧରେ ଯେତେବେଳେ ପରିମାର୍ଜିତ ହୁଏ, ସେତେବେଳେ ତାହା ସଂସ୍କୃତି କୁହାଯାଏ। ପଲ୍ଲୀରୁ ନଗରୀ ପର୍ଯ୍ୟନ୍ତ ବସବାସ କରି ଆସୁଥିବା ଜନତାମାନଙ୍କର ସଂସ୍କୃତିକୁ ଲୋକ ସଂସ୍କୃତି କୁହାଯାଏ। ଦାଣ୍ଡି ରାମାୟଣରେ ବଳରାମ ଦାସ ଏ ସବୁ କଥାକୁ ଅତ୍ୟନ୍ତ ସୁନ୍ଦର ଓ ସାବଲୀଳ ଭାବରେ ପରିପ୍ରକାଶ କରିଛନ୍ତି। ଷୋଡ଼ଶ ଶତାବ୍ଦୀରେ ପ୍ରଚଳିତ ଏହି ଲୋକାଚାର ଓ ସଂସ୍କାରର ଯେଉଁଭଳି ରୂପ ନେଉଥିଲା, ତାହା ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ଜୀବନ୍ତ ଅଭିବ୍ୟକ୍ତ ଲାଭ କରିଛନ୍ତି। ଶାସ୍ତ୍ରରେ ଆଚାରକୁ ପରମ ଧର୍ମ ବୋଲି କୁହାଯାଇଛି। ଆଚାର ରୂପୀ ବୃକ୍ଷର ମୂଳ ହେଉଛି ଧର୍ମ, ଧନ ହେଉଛି ଏହାର ଶାଖା, ମନୋରଥ ଏହାର ପୁଷ୍ପ ଏବଂ ଏହାର ଫଳ ହେଉଛି ମୋକ୍ଷ। ଏହି ଆଚାର ରୂପୀ ବୃକ୍ଷର ଯେ ସେବା କରେ, ସଂସାରରେ ସେ ହିଁ ପୁଣ୍ୟର ଭାଗୀ ହୋଇଥାଏ। ଆଚାରହୀନ ହେଲେ ମହାଲକ୍ଷ୍ମୀ ବିମୁଖ ହୋଇଥାନ୍ତି। ଆଚାର ପାଳନ ଦ୍ୱାରା ସମସ୍ତ ଦୁର୍ଲକ୍ଷଣ ଦୂରୀଭୂତ ହୁଏ। ଓଡ଼ିଶାର ଜନଜୀବନରେ ବିଶ୍ୱାସ ଦୃଢ଼ ରହିଥାଏ। ଆଚାରରେ ଲକ୍ଷ୍ମୀ, ବିଚାରରେ ପଣ୍ଡିତ, ଏହା ଓଡ଼ିଶାର ଲୋକାକ୍ତି ଅଟେ। ବୋଇଲେ ଖଗେଶ୍ୱର ହେ ବିଷ୍ଣୁର ବାହନ, ମୋଠାରେ ହୃଦୟା କଲୁ ତୁ ହିଁ ପଣ। ଲଙ୍କାର ରାବଣ ମୋର ସଙ୍ଗରେ ବାଦୀ ହେଲା, ସୀତାପରା ଭାରିଜାକୁ ଚୋରାଇ ଆଣିଲା। ପର୍ବପର୍ବାଣୀ, ଆଚାର ବ୍ୟବହାର, ରୀତିନୀତି, ଧାର୍ମିକ ବିଶ୍ୱାସ ଓ ପରମ୍ପରା, ଖାଦ୍ୟପେୟ, ବେଶଭୂଷା, ଚଳଣୀ ଇତ୍ୟାଦି ଦ୍ୱାରା ଦାଣ୍ଡି ରାମାୟଣ ପର୍ଯ୍ୟବେସିତ। ତେଣୁ ଦାଣ୍ଡି ରାମାୟଣରେ ପରିବେଶିତ ସମସ୍ତ ଘଟଣାବଳୀ ଉତ୍କଳୀୟ ପରମ୍ପରା ଅନୁସାରେ ରଚିତ ହୋଇଥିବାରୁ ଓଡ଼ିଶାର ଲୋକ ସଂସ୍କୃତି ଇତିହାସରେ ଏହା ଏକ ମାଇଲ ଖୁଣ୍ଟ ସଦୃଶ। ବଳରାମ ଦାସଙ୍କ ରଚିତ ସମସ୍ତ ରଚନାଗୁଡ଼ିକ ମୁଖ୍ୟତଃ ଉତ୍କଳୀୟ ସଂସ୍କୃତି ଉପରେ ପର୍ଯ୍ୟବେସିତ ରହିଥାଏ। ନୀଳସିନ୍ଧୁର ମୁଖ ଜଗନ୍ନାଥର ଚାହିଁ, ବଞ୍ଚିଲି ଦୁର୍ଗତି ମୁଁ ଜଗନ୍ନାଥର କଥା କହି। ଶ୍ରୀ ପୁରୁଷୋତ୍ତମକୁ ନିତେ ମୋର ଆସ, ଜଗନ୍ନାଥ ଶରଣ ମୁଁ ବଳରାମ ଦାସ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।